नमस्कार ଆମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଦେଖନ୍ତୁ 21/5 ତାରିଖରେ 10th ପିଲାଙ୍କର ଦେଖନ୍ତୁ 21/5/2025 ତାରିଖରେ +2 ପିଲାଙ୍କର ରେଜଲ୍ଟ ବାହାରି ଯାଇଛି। କିନ୍ତୁ ଆଗରୁ +3 ର ଆଡମିସନ ପ୍ରକ୍ରିୟା ପାଇଁ ଡେଟ୍ ବାହାରି ଯାଇଥିଲା, ଯୋଉଥିରେ କି 20 ମେ ପର୍ଯ୍ୟନ୍ତ ଲାଷ୍ଟ ଡେଟ୍ ଥିଲା। ଯୋଉମାନେ ଆଗରୁ ପକେଇ ଦେଇଛନ୍ତି ସେମାନେ କଣ କରିବେ ନା ଯୋଉ ରେଜଲ୍ଟ ବାହାରି ଯାଇଛି ସେମାନେ ଆଉ ଥରେ ଆସି ପୋର୍ଟାଲରେ ବା ସାଇବର କ୍ୟାଫେକୁ ଯାଇକି ତାଙ୍କ ରେଜଲ୍ଟକୁ ଅପଡେଟ୍ କରିଦେବେ ଏବଂ ଅପଡେଟ୍ କରିବେ। ଯୋଉମାନେ ମଧ୍ୟ ପକେଇ ନାହାନ୍ତି 1 ଜୁନ୍, ଏଠି ଦେଖନ୍ତୁ ଡେଟ୍ ଆସିଛି, ପୂର୍ବରୁ ଥିଲା 20 ମେ ପର୍ଯ୍ୟନ୍ତ ଏବଂ 21 ମେ ରେ ରେଜଲ୍ଟ ଯୋଉ ବାହାରିଲା ଏକ୍ସଟେନସନ ହେଇଛି ଅନଲାଇନ ଫର୍ମ ଆପ୍ଲିକେସନଟି 1 ଜୁନ୍ 2025 ପର୍ଯ୍ୟନ୍ତ ଅଛି, 11ଟା 45 ପର୍ଯ୍ୟନ୍ତ ସେଇ ଡେଟ୍ ମଧ୍ୟରେ ପକେଇ ଦେଇପାରିବେ। ଏବଂ ଆଗରୁ ଯୋଉମାନେ ପକେଇଥିଲେ ଏବଂ 21 ରୁ 1 ତାରିଖ ଭିତରେ ତାକୁ ମଧ୍ୟ ଆପଣ ଏଡିଟ୍ କରିପାରିବେ, ଯଦି ଭୁଲ ଭାଲ କିଛି ଅଛି ତାକୁ ଏଡିଟ୍ କରିଦେଇ ପାରିବେ। ତେଣୁ ବହୁତ ଶୀଘ୍ର ଆପଣଙ୍କର ଆପ୍ଲିକେସନ ଡେଟ୍ ଟି ସରିଯିବାକୁ ଯାଉଛି, ନିଶ୍ଚିତ ଭାବେ ପକେଇ ଦିଅନ୍ତୁ। ଏବଂ ୟା ପରେ ଫାର୍ଷ୍ଟ ସିଲେକ୍ସନ, ସେକେଣ୍ଡ ସିଲେକ୍ସନ ଏବଂ ଥାର୍ଡ ସିଲେକ୍ସନର ଡେଟ୍ ମଧ୍ୟ ଆସିବାକୁ ଯାଉଛି। ଆପଣମାନେ ଆମ ଭିଡ଼ିଓକୁ ସବସ୍କ୍ରାଇବ କରି ରଖିଥାନ୍ତୁ, ଯେତେବେଳେ ଡେଟ୍ ଆସିବ ଆମ ଭିଡ଼ିଓଟି ଆପଣ ଦେଖିପାରିବେ। ଏବଂ ୟା ପରେ ଆଡମିସନ ସରିଲା ପରେ ଆପଣଙ୍କର ଯୋଉ ବିଭିନ୍ନ ପ୍ରକାର ସ୍କଲାରସିପ ହେଇଗଲା ଏବଂ ଗଭର୍ଣ୍ଣମେଣ୍ଟ ଜବ୍ ବିଭିନ୍ନ ପ୍ରକାର ଅପଡେଟ୍ ମଧ୍ୟ ଆପଣମାନଙ୍କୁ ଯୋଗାଇ ଦିଆଯିବ। ସେଥିପାଇଁ ଆମ ଚ୍ୟାନେଲକୁ ରେଡିରେ ସବସ୍କ୍ରାଇବ କରି ରଖିଥାନ୍ତୁ। ଧନ୍ୟବାଦ। ଏତିକି ଥିଲା ଆପଣଙ୍କ ପାଇଁ ଇନଫର୍ମେସନ।